अष्टम श्रेणी पास करथिबा पिलामानक ପାଇଁ କି ଗୋଟେ ବଢ଼ିଆ ଜବ୍ଟେ ତ ମୁଁ ଆପଣମାନଙ୍କ ସହିତ ଆଗ ଭିଡ଼ିଓରେ ସେୟାର କରିଥିଲି। ଏବେ ଚାଲନ୍ତୁ ମୁଁ ଆପଣମାନଙ୍କୁ କହୁଛି ଆଉ ଗୋଟେ ଜବ୍ ବିଷୟରେ ଯୋଉଟା ଆପଣମାନେ ଯଦି ଫ୍ରେଶର ଅଟନ୍ତି କୌଣସି ବି ଏକ୍ସପିରିଏନ୍ସ ଆପଣଙ୍କ ପାଖରେ ନାହିଁ ବେସିକ୍ ହିନ୍ଦୀ ଆଉ ବେସିକ୍ ଇଂଲିଶ କହିବା ଆପଣମାନେ ଜାଣିଛନ୍ତି ତାହେଲେ ଘରେ ବସିକି ଆରାମରେ ମାସକୁ 15 ରୁ 17 ହଜାର ଟଙ୍କା ଆପଣମାନେ ଇନକମ୍ କରିପାରିବେ। ଜବ୍ର କମ୍ପ୍ଲିଟ୍ ଡିଟେଲ୍ସ ଜାଣିବା ପାଇଁ କି ଆପଣମାନେ ଏପିକ୍ କାର୍ଟ ୟୁଟ୍ୟୁବ୍ ଚ୍ୟାନେଲକୁ ଯାଆନ୍ତୁ। ଯଦି ଇନଷ୍ଟାଗ୍ରାମରେ ଅଛନ୍ତି ତାହେଲେ ୟୁଟ୍ୟୁବକୁ ଯାଇକି ଏପିକ୍ କାର୍ଟ ସର୍ଚ୍ଚ କରନ୍ତୁ। ଆପଣମାନଙ୍କୁ ମୋ ଚ୍ୟାନେଲ ଆସିଯିବ ସବୁଠୁ ଫାଷ୍ଟରେ। ସେଇଠି ଲଙ୍ଗ ଭିଡ଼ିଓରେ ଆପଣମାନେ ବିଭିନ୍ନ ପ୍ରକାରର ୱାର୍କ ଫ୍ରମ୍ ହୋମ୍ ହେଲା ପାର୍ଟ ଟାଇମ୍ ହେଲା ଫ୍ରେଶରମାନଙ୍କ ପାଇଁ କି ଭଲ ଭଲ ଜବ୍ ସବୁ ପାଇଯାଇ ପାରିବେ। ତ ଏବେ ଚାଲନ୍ତୁ ଦେଖିବା ଆଜି ହଜବେଣ୍ଡଙ୍କ ଲଞ୍ଚ ବକ୍ସରେ କ'ଣ ସବୁ ତାଙ୍କୁ ଖାଇବା ପାଇଁ ଦେଇଥିଲି। ଆଜି ହେଉଛି ସପ୍ତାହର ଲାଷ୍ଟ ୱାର୍କିଂ ଡେ ତ ସେଥିପାଇଁ କି ଫ୍ରିଜରେ ଥିଲା ପଣସ କଠାରେ ଆଜି ତରକାରୀ କରିକି ଦେଇଥିଲି ଆଉ ତାଙ୍କର ରେଗୁଲାର ଉଷୁନା ଭାତ ଦେଇଥିଲି। ଆଜି ଆଉ କିଛି ବି ବେଶୀ କିଛି ବନେଇ ନଥିଲି କାରଣ ୱିକେଣ୍ଡ ଯେହେତୁ ମୋର ବହୁତ କାମ ଅଫିସ୍ ପ୍ଲସ୍ ଘର ସବୁ କାମ ମୋତେ ଏକୁଟିଆ ହିଁ କରିବା ପାଇଁ କି ପଡ଼ିବ। ହଜବେଣ୍ଡ ହେଲ୍ପ କରୁଛନ୍ତି କିନ୍ତୁ କ'ଣ କରିବା ଘରଣୀ ଯେମିତି କାମ କରିପାରିବେ ଘରର ପୁରୁଷ ଲୋକ ସେମିତି କ'ଣ କାମ କରିପାରିବେ କି? ତ ଛାଡ଼ନ୍ତୁ ସେ କଥା। ଚାଲନ୍ତୁ ଦେଖିବା ଆଉ କ'ଣ ଆଜି ତାଙ୍କୁ ଦେଇଥିଲି। ସାଲାଡ଼ ଦେଇଥିଲି ଖାଇବା ପାଇଁ କି ଯେମିତି ଗତକାଲି ମୁଁ ସାଲାଡ଼ ବନେଇଥିଲି ସେ କହିଥିଲେ ଆଜି ସେମିତି ସେମ୍ ପୁରା ବନେଇକି ଦେବ। ତ ସେଥିପାଇଁ କି ଗାଜର ବିଟ୍ ଆଉ ତା ସହିତ କାକୁଡ଼ି ଆଉ 2ଟା ଲେମ୍ବୁ ଦହି ଆଉ ଲଙ୍କା ଏ 2ଟା ତ କମ୍ପଲସରି ସେସବୁ ତାଙ୍କୁ ଦେଇଥିଲି। ତାପରେ ଆଜି ମୁଁ ତାଙ୍କୁ ଦେଇଥିଲି ଆଜି ଝିଙ୍କେଶ୍ୱର ମିକ୍ସଚର। ଆପଣମାନେ ଯଦି ଜାଣିଥିବେ ତାହେଲେ ମୋତେ କମେଣ୍ଟ ବକ୍ସରେ କହିବେ। এইটা উদ্দଳା ମାର୍କେଟରେ ବହୁତ ଫେମସ୍ କହିବା ପାଇଁ କି ଗଲେ ବାରିପଦା ମୁଢ଼ି ସହିତ ଏଇ ମିକ୍ସଚରର ଟେଷ୍ଟଟା ବହୁତ ବଢ଼ିଆ ଲାଗିଥାଏ। ଆପଣମାନଙ୍କୁ ଯଦି ଏଇ ମିକ୍ସଚରଟା ଦରକାର ତାହେଲେ ମୋତେ କମେଣ୍ଟ ବକ୍ସରେ କହିବେ। ଆପଣମାନଙ୍କୁ ଲୋକାଲ ଏରିଆର ମିକ୍ସଚର ଭଲ ଲାଗେ ନା କଟକର ଫେମସ୍ ମିକ୍ସଚର ଭଲ ଲାଗେ ସେଇଟା ମଧ୍ୟ ମୋତେ ଜଣାଇବେ। ଆଉ ଜବ୍ର ଡିଟେଲ୍ସ ତ ଆପଣମାନଙ୍କ ସହିତ ଆଗରୁ ମୁଁ ସେୟାର କରିଦେଲି। ଜଲ୍ଦି ଯାଇକି ଏପିକ୍ କାର୍ଟ ଚ୍ୟାନେଲ ଭିଜିଟ୍ କରିଦିଅନ୍ତୁ। ଆଉ ଆପଣମାନଙ୍କୁ ଯଦି ରିଜ୍ୟୁମ୍ ବନେଇବାରେ କୌଣସି ଅସୁବିଧା ହେଉଛି ଜବ୍ ଆପ୍ଲାଏ କରିବାରେ କୌଣସି ଅସୁବିଧା ହେଉଛି ତାହେଲେ ଚ୍ୟାନେଲକୁ ଜଏନ୍ କରିପାରିବେ। ମାତ୍ର 59ରେ ଆପଣମାନଙ୍କ ପାଇଁ କି ମୁଁ ଗୋଟେ ବଢ଼ିଆ ATS ଫ୍ରେଣ୍ଡଲି ରିଜ୍ୟୁମ୍ ବନେଇକି ଆପଣମାନଙ୍କ ସହିତ ସେୟାର କରିବି। ତ ପୁଣି ଥରେ ହଜବେଣ୍ଡଙ୍କର ଲଞ୍ଚ ବକ୍ସ ଭିଡ଼ିଓ ସହିତ ଆଉ ଗୋଟେ ଫ୍ରେଶ୍ ୱାର୍କ ଫ୍ରମ୍ ହୋମ୍ ଜବ୍ ଭିଡ଼ିଓରେ ଦେଖାହେବ।